ଚାଷୀଙ୍କ ପାଇଁ ଖୁସି ଖବର। କୃଷକଙ୍କ ବଦଳିବ ଭାଗ୍ୟ। ଅକ୍ଟୋବର 5ରେ ମିଳିବ ପିଏମ୍ କିଷାନ ଟଙ୍କା। ଶାରଦୀୟ ଦୁର୍ଗା ପୂଜାରେ ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର 5ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର 18ତମ କିସ୍ତି। 9,50,00,000 ଚାଷୀଙ୍କ ଖାତାକୁ ପଠାଯିବ। ମୋଟ 20,000 କୋଟି ଟଙ୍କାର ଆର୍ଥିକ ସହାୟତା। ପୂର୍ବରୁ ଜୁନ୍ 18 ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ପିଏମ୍ କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ଫେବୃଆରୀ 2019ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ 3ଟି କିସ୍ତିରେ 6,000 ଟଙ୍କା ପ୍ରଦାନ କରାଯାଏ। ଚାଷୀଙ୍କ ଆୟ ବଢ଼ାଇବା ସହ ରାଜ୍ୟକୁ ଉନ୍ନତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାର ବାର୍ଷିକ 6,000 ଟଙ୍କା ଅର୍ଥାତ୍ 2,000 ଟଙ୍କାର 3ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି। ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ 17ଟି କିସ୍ତି ପଠାଯାଇ ସାରିଲାଣି। ସରକାର ପ୍ରତି 4 ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ 2,000 ଟଙ୍କା ପଠାଇଥାନ୍ତି। ପିଏମ୍ କିଷାନ ପଞ୍ଜୀକୃତ କୃଷକମାନଙ୍କୁ KYC କରିବାକୁ ପଡ଼ିବ। ଏହି ସେବା ପିଏମ୍ କିଷାନ ପୋର୍ଟାଲରେ କିମ୍ବା ନିକଟସ୍ଥ ବାୟୋମେଟ୍ରିକ୍ KYC କେନ୍ଦ୍ରକୁ ଯାଇ କରିପାରିବେ। ପିଏମ୍ କିଷାନ ଯୋଜନା ମାଧ୍ୟମରେ କୃଷକମାନେ ସଶକ୍ତ ହେବା ସହ ରାଜ୍ୟ ମଧ୍ୟ ଅର୍ଥନୈତିକ ସ୍ତରରେ ଉନ୍ନତ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।